ଏ ଭିଡ଼ିଓଟା କେବଳ ତୁମର ସେଲ୍ ପର୍ପଜ୍ ପାଇଁ ନୁହେଁ, କିଛି ପବ୍ଲିକରେ କିଛି ତୁମ ଭିଡ଼ିଓ କୌଣସି ଜାଗାରେ ଆସିବନି। ତ କନସେନ୍ଟ୍ରେଟ୍ ଭିଡ଼ିଓ କରିବା ଯେ ଅଣ୍ଡରଷ୍ଟାଣ୍ଡିଂ ପାଇଁ ତୁମେ ଯେତେବେଳେ ଇଲନେସ୍ ଫେଜ୍କୁ ଯାଉଛ, ଯେତେବେଳେ ଇଲନେସ୍ ଫେଜ୍ କମୁଛି, ସେତେବେଳେ ସେ ଭଏସ୍ର କ୍ୱାଲିଟି ଯେଉଁ ଚେଞ୍ଜ ହେଉଛି ତୁମେ କେମିତି ଆଇଡେଣ୍ଟିଫାଇ କରିପାରିବ ତା ବାବଦରେ। ଠିକ୍ ଅଛି, ତୁମକୁ ଆଗରୁ କେତେ ଶୁଣାଯାଉଥିଲା ଭଏସ୍? ଆଗରୁ ସାର୍ ମାନେ ପ୍ରବଳ ଜୋର ଭଏସ୍ ଚାଲୁଥିଲା। ମାନେ ଗାଡ଼ି ଗୋଟେ କ୍ରସ୍ କଲା ବେଳକୁ ମାନେ ଲାଗୁଛି ମାନେ ସେପଟେ କିଏ ଡାକୁଛି, ମାନେ ଭାଷା ଫାଷା ଦେଇକି ଗାଳି ଦିଅନ୍ତି। ତ ଟ୍ୟାପ୍ ଖୋଲିଲା ବେଳକୁ ପାଣି କିଏ ତୁମେ ଗାଳି ଦିଅ? ନାଇଁ, ସେ ଭଏସ୍ ଦିଅନ୍ତି। ଭଏସ୍ ତୁମକୁ ଦିଅନ୍ତି। ହଁ, ତାପରେ ଯୋଉ ଟ୍ୟାପ୍ ଖୋଲି ପାଣି ସାଉଣ୍ଡ ଆସିବ, ସେଠି ବି ଭଏସ୍ ଶୁଭିବ। ସବୁଆଡୁ ଭଏସ୍ ହିଁ ଶୁଭା ଯାଉଥିଲା। ଆଉ ଏବେ ସେ ପାଣି ଖୋଲିଲେ ଗାଡ଼ି କ୍ରସ୍ କଲା ବେଳକୁ ଆଉ ଶୁଭୁନି। ଏବେ ମୁଁ ଯଦି ଚାହିଁବି ମାନେ ସାଇଲେଣ୍ଟ ହେଲା ପରେ ଟିକେ କୋଉଠି ଶୁଭିବ, ନହେଲେ ଶୁଭୁନି। ଏବେ ଭଏସ୍ଟା ଆଉ ସେମିତି ଆଗ ଭଳିଆ ଶୁଭୁନି, ଆଗ ଭଳିଆ ନାହିଁ, ତେଣୁ କାଫି କଣ୍ଟ୍ରୋଲ ହେଉଛି। ଆଚ୍ଛା, ଏ ଗୋଟେ ସିମ୍ପଲ କଥା ଖାଲି କୁହ, ଭଏସ୍ ତ ତୁମକୁ କାଫି କଣ୍ଟ୍ରୋଲ ଫିଲ୍ ହେଲାଣି, କିନ୍ତୁ ଆଗରୁ ଯେତିକି ଡିଷ୍ଟର୍ବ ହେଉଥିଲା ଭଏସ୍, ଏବେ ଡିଷ୍ଟର୍ବ ହେଉଛି କି? ନାଇଁ, ଚାନ୍ସ ନାହିଁ। କାରଣ ଏବେ ଭଏସ୍ଟା ତୁମେ ଆଇଡେଣ୍ଟିଫାଇ କରିପାରୁଛ ନା, ଏ ଭଏସ୍ଟା ଯେଉଁଟା ଆସୁଛି ଏଇଟା ଆକ୍ଚୁଆଲି ଗୋଟେ ଇଲନେସ୍ ଯୋଗୁଁ ଆସୁଛି ନା ସତରେ ଜଣେ କିଏ କହୁଛି? କ'ଣ ତୁମକୁ ଲାଗୁଛି? ନାଇଁ, ଏଇଟା ଇଲନେସ୍ ଯୋଗୁଁ ଆସୁଛି। କିନ୍ତୁ ଯେତେବେଳେ ତୁମର ଅଧିକ ଶୁଣାଯାଏ ସେତେବେଳେ ତୁମକୁ କ'ଣ ଲାଗେ? ଆଉ କିଛି ଲାଗେନି, ସେ ମାନେ ସେମିତି ହିଁ ଲାଗେ। ନାଇଁ, ସେତେବେଳେ ତୁମେ ଆଇଡେଣ୍ଟିଫାଇ କରିପାର ନା, ଯେତେବେଳେ ଆକ୍ଟିଭ ଫେଜ୍ ଥାଏ ସେତେବେଳେ ବି ଆଇଡେଣ୍ଟିଫାଇ କରୁଛ। ତାମାନେ ଯେତେବେଳେ ଷ୍ଟାର୍ଟିଂ ହେଉଥିଲା ତୁମକୁ ଲାଗୁଥିଲା ଯାହା, କିନ୍ତୁ ଏବେ କିଛି ଦିନ ଯେଉଁ ଟ୍ରିଟମେଣ୍ଟ ହେଲାଣି କାଫି ବର୍ଷ, ତା ଭିତରେ ତୁମେ ଜାଣିପାରିଲାନି ଯେ ଏ ଭଏସ୍ଟା ତୁମର ଯେଉଁ ସିଜୋଫ୍ରେନିଆ ଇଲନେସ୍ ଅଛି ତା ଯୋଗୁଁ ଆସୁଛି। କିନ୍ତୁ ରିଏଲିରେ ନାହିଁ ନା, ରିଏଲିରେ ଲୋକ ଠିଆ ହେଇକି କହୁଛନ୍ତି, ଏଇଟା ତୁମେ ଆଇଡେଣ୍ଟିଫାଇ କଲଣି। କିନ୍ତୁ ଯେତେବେଳେ ଷ୍ଟାର୍ଟିଂ ହେଇଥିଲା ଏଇଟା ତୁମେ ଆଇଡେଣ୍ଟିଫାଇ କରିପାରୁନଥିବ, ତୁମକୁ ଲାଗୁଥିବ ଯେ ଏଇଟା ଅରିଜିନାଲ ଲୋକ କହୁଛନ୍ତି, ସେଠୁ ବେଶୀ ଡିଷ୍ଟ୍ରେସ୍ ହୁଏ। ଷ୍ଟାର୍ଟିଂରେ ସେଟା କେତେ ବର୍ଷ ତଳେ ଲାଗୁଥିଲା? 2022 ଅକ୍ଟୋବର ଷ୍ଟାର୍ଟ ହେଲା, 3-4 ମାସ ଚାଲିଲା। ତାପରେ ଆପଣଙ୍କ ପାଖକୁ ଆସିଲା ପରଠୁ ଜାଣିପାରିଲି। ତୁମେ ତାପରେ ବି ଯେତେବେଳେ ମଝିରେ ଏପିସୋଡ ହୁଏ, ସେତେବେଳେ ଯେତେବେଳେ ଯେମିତି ଜୋରକିନ୍ ଏପିସୋଡ ହେଲା, ମେଡିସିନ ବନ୍ଦ କରିଦେଲା, ସେତେବେଳେ ତୁମକୁ ଲାଗୁଥିବ ଅରିଜିନାଲ ନା ସେତେବେଳେ ଲାଗେ ଯେ ଏଲିନା? ଯାହା ତୁମେ ଫିଲ୍ କର, ତୁମେ ସିଓର? ତାହେଲେ ସେ ଭଏସ୍ ହିସାବରେ ତୁମେ ରିଆକ୍ଟ କର କି? ନାଇଁ, କରେ। କଣ୍ଟ୍ରୋଲ କରିପାରିବ। ତେଣୁ ତୁମେ ଏବେ ଯେତେବେଳେ ଏଇଟା ଜାଣିସାରିଲାଣି, ତାମାନେ ତୁମର ଗୁଡ୍ ଇନସାଇଟ୍ ଡେଭଲପ ହେଇସାରିଲାଣି, ତୁମେ ଜାଣିଲାଣି ଯେ ଭଏସ୍ଟା ତୁମର ଇଲନେସ୍ ଯୋଗୁଁ ଆସୁଛି। ତେଣୁ ଏ ଭଏସ୍ଟା ଯେତେବେଳେ ଆସୁଛି ଏଇଟା ସତ ନୁହେଁ, ତେଣୁ ଭଏସ୍ ହିସାବରେ ତୁମେ ରିଆକ୍ଟ କରିବା କମେଇ ଦେଲଣି। ତେଣୁ ଭଏସ୍ଟାକୁ ତୁମେ ଆଇନା, ତେଣୁ ବର୍ତ୍ତମାନ ତୁମର ଯେଉଁ ହାଲୁସିନେସନ୍ ହେଉଥିଲା ତାର କ୍ୱାଲିଟି ବର୍ତ୍ତମାନ ଚେଞ୍ଜ ହେଇଗଲା, ସେ ଆଉ ସେମ୍ ଟାଇପ୍ର ହାଲୁସିନେସନ୍ ନାହିଁ। ତେଣୁ ଏଇଟା କ'ଣ ଇନସାଇଟ୍ ଓରିଏଣ୍ଟେଡ୍ ହେଇଗଲାଣି, ଇନସାଇଟ୍ ଡେଭଲପ ହେଇଗଲାଣି। ତୁମ ହାଲୁସିନେସନ୍ଟା ଟ୍ରୁ ହାଲୁସିନେସନ୍ ନୁହଁ, ସିଡିଓ ହାଲୁସିନେସନ୍ ଆଡ଼କୁ ଗଲାଣି। ବୁଝିପାରିଲ ନା? ତୁମେ ଆଇଡେଣ୍ଟିଫାଇ କରିପାରୁଛ ତ ଭଏସ୍ଟା କେଉଁ ଜାଗାରୁ ଆସୁଛି, କେଉଁଠୁ ଆରାଇଜ୍ ହେଉଛି, କେଉଁଠୁ ଶୁଣା ହେଉଛି? ବ୍ରେନ୍ ଭିତରେ ହିଁ ତ ଆସୁଛି। ହଁ, ତୁମକୁ ଯେତେବେଳେ ପ୍ରଥମ କେମିତି ଲାଗୁଥିଲା, କେଉଁଠୁ ଆସୁଥିବ? ପ୍ରଥମ ଲାଗୁଥିଲା ବାହାରୁ ହିଁ ଆସୁଛି। ପ୍ରଥମ ଲାଗିଲା ବାହାରୁ ହିଁ ଆସୁଛି, ଫୋନ୍ରୁ ଆସୁଛି, ସେ ଗାଡ଼ି ଫାଡ଼ି ପାଣି ଟ୍ୟାପ୍ ଖୋଲିଲେ ବାଥରୁମ୍ରୁ ଶୁଭୁଛି କିଏ ଆସିଛି, ଖଟ ତଳେ ଆବାଜ ଆସିବ, ଖଟ ତଳେ ଡୁଙ୍ଗି ଦେଖିକି କିଏ ଅଛି, ଛାତ ଉପରକୁ ପଳେଇବି। ଛାତ ଉପରେ ଯାଇ କ'ଣ କର? ଖୋଜେ କିଏ କହୁଛି। ସିଏ ନିଜେ ହିଁ କୁହନ୍ତି, ଏଇପଟକୁ ଯା, ଏଇପଟକୁ ଯା, ଏଇପଟକୁ ଯା, ଏଇଠି ମୁଁ ଅଛି ବୋଲି ସେ ଲୋକ କୁହେ। ଭଏସ୍ କେତେଟା ଭଏସ୍ ଶୁଣୁଥିଲା? ଷ୍ଟାର୍ଟିଂ 3-4ଟା ହିଁ ଶୁଣୁଥିଲା। କ୍ଲାରିଟିର ସହିତ ଶୁଣୁଥିଲା? ପୁରା କ୍ଲାରିଟି, ପୁରା କ୍ଲାରିଟି। ଏବେ ଯେତେବେଳେ ଶୁଣୁଛ, ତୁମେ କହୁଛ ତ ଏବେ କାଫି କମିଯାଇ ଶୁଣୁଛ, ସେ କେଉଁ ଟାଇପ୍ର ଶୁଣୁଛ? ସେମ୍ କ୍ଲାରିଟି ଅଛି ନା କ୍ଲାରିଟିର କିଛି ଚେଞ୍ଜ ହେଇଛି? କ୍ଲାରିଟି ପୁରା କମିଯାଇଛି, ଆଉ ଏତେ ଜଣା ପଡ଼ୁନି, ଏତେ ଶୁଣାଯାଉନି। ଆଚ୍ଛା, ଠିକ୍ ଅଛି, ଗୁଡ୍। ଏଇ ଟ୍ରିଟମେଣ୍ଟ କିନ୍ତୁ କଣ୍ଟିନ୍ୟୁ ରହିବ, ହେଲା? ହଉ, ମୁଁ ଏଇଟା